ପ୍ରିୟ ଆତ୍ମନ୍ ସପ୍ରେମ ଜୟଜୀବ। ଆଜି ଭଗବତ ଗୀତାରୁ କିଛି ଆଲୋଚନା କରିବା। ଯୋ ମାଂ ପଶ୍ୟତି ସର୍ବତ୍ର ସର୍ବଂ ଚ ମୟି ପଶ୍ୟତି ତସ୍ୟାହଂ ନ ପ୍ରଣଶ୍ୟାମି ସ ଚ ମେ ପ୍ରଣଶ୍ୟତି। ଭଗବତୀ ଗୀତା କହେ, ମୋତେ ସବୁଠାରେ ଯିଏ ଦେଖେ, ସକଳ ଭୂତକୁ ମୋ ଠାରେ ଅନୁଭବ କରେ, ମୁଁ ତାକୁ କେବେ ଅଦୃଶ୍ୟ ନୁହେଁ। ସମଦର୍ଶୀ ହେଲେ ଅବେଦ ଜ୍ଞାନ ଜନ୍ମ ହୋଇଥାଏ। ଈଶ୍ୱର ଅଦ୍ୱିତୀୟ ଏକ, ଏହି ଭାବ ସାଧକର ଉଦୟ ହୋଇଥାଏ। ଆହୁରି ଏକ ତତ୍ଵ ଯେଉଁଟାକୁ ବିଶିଷ୍ଟାଦ୍ୱୈତ କହନ୍ତି। ଯୋଗୀ ସମଦର୍ଶୀ ହେଲେ ଅଭେଦ ଜ୍ଞାନ ଜନ୍ମିଥାଏ। ପରମ ପୁରୁଷ ସଙ୍ଗେ ସେ ନିତ୍ୟ ଯୁକ୍ତ ହୋଇଥାଏ। ପରସ୍ପରଙ୍କ ଆକର୍ଷଣ ଉଭୟକୁ ବାନ୍ଧି ରଖିଥାଏ। ତେଣୁ ଈଶ୍ୱର ଏକାତ୍ମ ଭାବେ ତାଠାରେ